ହଁ ଆକ୍ଚୁଆଲି ଆଜି ରାତି ପ୍ରାୟ 1:45 ସମୟରେ ଯାହା ଖବର ପ୍ରକାଶିତ ହଉଛି ବିଭିନ୍ନ ଗଣମାଧ୍ୟମରେ ଜଣାପଡୁଛି 1:45ରେ ଭାରତର ବିମାନ ମାନେ ପାକିସ୍ତାନ ଏୟାର ସ୍ପେସ୍ କୁ ନ ପଶିକରି ନିଜ ସୀମା ଭିତରେ ରହି ଭାରତ ସୀମା ଭିତରେ ରହି ଯୋଉ ସ୍ଥାନ ଗୁଡାକ ଅଧିକାର କରିଛି ପାକିସ୍ତାନ, ଯୋଉଗୁଡାକ ଅଞ୍ଚଳ ତା ଅଣ୍ଡରରେ ଅଛି, ସେଇ ଜାଗାରେ ଯେତେ ସବୁ ଆତଙ୍କୀ ଆଡା ସବୁ ଥିଲା, ପ୍ରାୟ 9ଟି ଜାଗାରେ ଭାରତୀୟ ବିମାନ ବାହିନୀ ପକ୍ଷରୁ ଆକ୍ରମଣ କରାଯାଇଛି ଏବଂ ତାଙ୍କର ବହୁତ ଯାହା ସବୁ ଇନଫ୍ରାଷ୍ଟ୍ରକ୍ଚର ସେଠି ସବୁ ଥିଲା ସବୁ ନଷ୍ଟ ହେଇଯାଇଛି ସବୁ। ଏବଂ ପାକିସ୍ତାନ ଏ ଖବର ପାଇଲା ମାତ୍ରେ ସେମାନେ ବଡ ଆଶ୍ଚର୍ଯ୍ୟ ହେଇ ପଡିଥିଲେ ଯେ କିଭଳି ଭାରତର ବିମାନ ମାନେ ଆମ ଆଡା ଉପରେ ଆକ୍ରମଣ କରିପାରିଲେ ରାତିରେ, ଏବଂ କେହି କେମିତି ଆମର ଜାଣିପାରିଲେନି। ଆମର ଯୋଉ ତାଙ୍କର ସବୁ ଯୋଉ ଏୟାର କମାଣ୍ଡ ଅଛି, ଯୋଉଥିରେ ଜଣା ପଡିବ ଯେ କୋଉ ବିମାନ ଆସୁଛି, କୁଆଡେ ଯାଉଛି ଇତ୍ୟାଦି ଜଣା ପଡିବ, ସେମାନେ ବହୁତ ଆଶା କରିଥିଲେ ଯେ ସେଥିରୁ ମଧ୍ୟ କିଛି ଜାଣିପାରିବେ, ତାହା ମଧ୍ୟ ଜାଣିପାରିଲେ ନାହିଁ। ଏବଂ ଭାରତୀୟ ବିମାନ ବାହିନୀ ପକ୍ଷରୁ ଅତି ସତର୍କତାର ସହ ତାଙ୍କର ଯୋଉ ଆତଙ୍କୀ ମାନଙ୍କର ଆଡା ଥିଲା ତା ଉପରେ ଆକ୍ରମଣ କରି ପ୍ରାୟ 9ଟି ସ୍ଥାନରେ ଆଡା କରି ବହୁତ ତାଙ୍କର ଜନଜୀବନ ନଷ୍ଟ ହୋଇଛି କାଲି ରାତିରେ। ତାର ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଆଜି କାଲି ରାତି ସୁଦ୍ଧା ଯାହା ଖବର ଥିଲା ଯେ ଆଜି ପ୍ରାୟ 10:30 11ଟା ସମୟରେ ପ୍ରଧାନମନ୍ତ୍ରୀ କ୍ୟାବିନେଟ କମିଟି ଅନ୍ ସିକ୍ୟୁରିଟି ଆଫେୟାର୍ସ ତାର ବୈଠକ ଡାକିଛନ୍ତି। ଆଉ କେବଳ ସେତିକି ନୁହନ୍ତି, ଆଜି ସକାଳୁ ମଧ୍ୟ ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର ଆମର ଯିଏ ଅଛନ୍ତି NSA ଡୋଭାଲ, ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏବଂ ପାକିସ୍ତାନ ଇତିମଧ୍ୟରେ ଦେଖାଯାଉଛି ଯେ ଧମକ ଦେଇଛି ଯେ ଆମେ ଏହାର ପ୍ରତିଶୋଧ ନବୁ। କିନ୍ତୁ କଥା ହଉଛି ଏଇ ଯୋଉ କାଲି ରାତିରେ ଆକ୍ରମଣ ଭାରତ ପକ୍ଷରୁ ହେଇଛି, ଭାରତୀୟ ବିମାନ ବାହିନୀ ଯୋଉ ଆକ୍ରମଣ କରୁଛନ୍ତି, ତାର ଅନେକ ଦିଗ ଅଛି। ଦିଗଟି ହଉଛି କଣ କି, ଭାରତ ସବୁବେଳେ କହି ଆସିଛି ଆମର ପାକିସ୍ତାନ ସହିତ ସମ୍ପର୍କ କିଛି ନାହିଁ, ପାକିସ୍ତାନ ସହିତ ଆମର କିଛି ଶତ୍ରୁତା ନାହିଁ, କେବଳ ଆମର ଶତ୍ରୁତା ହଉଛି ଆତଙ୍କବାଦୀ ମାନଙ୍କ ସହିତ। ଯେହେତୁ ସେମାନେ ନିରୀହ ଜନସାଧାରଣଙ୍କୁ ହତ୍ୟା କରୁଛନ୍ତି, ଧନଜୀବନ ନଷ୍ଟ କରୁଛନ୍ତି, ଭାରତ ସବୁ କଥା ସବୁ ସ୍ତରରେ ଏ କଥା ଆନ୍ତର୍ଜାତିକ ସ୍ତରରେ ସବୁବେଳେ କହି ଆସିଛି ଯେ ସବୁ ଦେଶ ମିଳିତ ହୁଅନ୍ତୁ ଯେଭଳି ଆତଙ୍କବାଦୀ ମାନଙ୍କୁ ନିପାତ କରାଯିବ। ତେଣୁ ଭାରତ ସେଇଥିଲାଗି କାଲି ଆପଣ ଲକ୍ଷ୍ୟ କରିବେ ଯେ ଭାରତ ଯୋଉ ବିମାନ ବାହିନୀ ପକ୍ଷରୁ ଆକ୍ରମଣ କରାଯାଇଛି, ସେ କେବଳ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡା ଉପରେ ହିଁ ଆକ୍ରମଣ କରାଯାଇଛି। ଏଥିରେ ପାକିସ୍ତାନର ସାମରିକ ଘାଟି, ସାଧାରଣ ଲୋକ, ତାଙ୍କର ଆଉ କିଛି କୌଣସି ପ୍ରପର୍ଟି ଉପରେ ଆକ୍ରମଣ କରାଯାଏ ନାହିଁ। କେବଳ ଆକ୍ରମଣ ଅତି ପିନ୍ ପଏଣ୍ଟେଡଲି ତାଙ୍କର ଯୋଉଠି ଯୋଉଠି ଅଛି ସବୁ ଆତଙ୍କବାଦ ମାନଙ୍କର ଆଡା, ତାରି ଉପରେ କେବଳ ଆକ୍ରମଣ କରାଯାଇଛି। ସେଇଟା ସେ ପାକିସ୍ତାନକୁ ବେଶୀ ଆଶ୍ଚର୍ଯ୍ୟ କରିଛି ଯେ ଭାରତ ପକ୍ଷରୁ ଏତେ ପିନ୍ ପଏଣ୍ଟେଡ ଆଟାକ୍ କିଭଳି ଭାବରେ କରାଗଲା। ଏବଂ ଆମର ଯୋଉ ରାଡାର ସବୁ ଅଛି ବା ବିମାନ ବାହିନୀ କମାଣ୍ଡ ଯୋଉଗୁଡା ସବୁ ଅଛି, ସେମାନେ ସବୁ କେମିତି ଜାଣିପାରିଲେ ନାହିଁ। ଦ୍ୱିତୀୟ କଥା ହେଲା, ପାକିସ୍ତାନ ଯୋଉ କହିଛି ଯେ ଏହାର ପ୍ରତିଶୋଧ ନବ, ପ୍ରତିଶୋଧ କାହା ବିରୁଦ୍ଧରେ ନବ? ଆମେ ତ ତାଙ୍କ ଉପରେ କିଛି ଆକ୍ରମଣ କରିନୁ, ତାଙ୍କର ମିଲିଟାରୀ ଘାଟି ଉପରେ ଆକ୍ରମଣ କରିନୁ। ତେବେ ସେ ଯାହା ହଉ ପାକିସ୍ତାନ କିଛି ନା କିଛି ଗଣ୍ଡଗୋଳ ଆଜି ସୁଦ୍ଧା କିଛି କରିବ ବୋଲିକିରି ଆଶଙ୍କା ପ୍ରକାଶ ପାଉଛି। ଭାରତ ସେଥିପାଇଁ ସବୁ ପ୍ରକାର ପ୍ରସ୍ତୁତ ଅଛି। ଇତିମଧ୍ୟରେ କେନ୍ଦ୍ର ସରକାର ଏବଂ ବିମାନ ବାହିନୀ, ଭାରତର ଜଳ, ସ୍ଥଳ, ଆକାଶ ବାହିନୀ ପକ୍ଷରୁ ସବୁ ଯେତେ ଯାହା ଯୋଉଠି ସବୁ ଅଛି ସବୁ ଜାଗାକୁ ଆଲର୍ଟ କରାଯାଇଛି। ପାକିସ୍ତାନ ସୀମା ସମ୍ପୂର୍ଣ୍ଣ ରୂପେ ଆଲର୍ଟ ରଖାଯାଇଛି। ଆମର ସେନାବାହିନୀ ମାନେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେଇ ଅଛନ୍ତି। ଏବଂ କାଲି ରାତିର ଏଇ ଘଟଣା ପରେ ଭାରତରେ ସବୁ ଲୋକମାନଙ୍କର ଏବଂ ବିଶେଷ କରି ଆମର ସେନାବାହିନୀର ମନୋବଳ ଆହୁରି ଦୃଢ ହେଇଯାଇଛି। ଯେ ଯାହା ଅନେକ ଆଶା କରୁଥିଲେ, ଯେ ମାନେ ଭୟ କରୁଥିଲେ ଯେ ଯଦି
କିଏ କାହା ଉପରେ ଆକ୍ରମଣ କରୁ ପଛେ ଅନେକ ଧନ ଜୀବନ ନଷ୍ଟ ହବ, କିନ୍ତୁ ଭାରତ ଅତି ସନ୍ତର୍ପଣତା ସହିତ ଅତି ସଂଯମତା ଅବଲମ୍ବନ କରି ପାକିସ୍ତାନରେ ଥିବା କେବଳ ଆତଙ୍କବାଦୀ ମାନଙ୍କର ଘାଟି ଉପରେ ହିଁ, ତାଙ୍କର ଆଡା ଉପରେ ହିଁ ଆକ୍ରମଣ କରିଛି। ଏ କଥା ଏଇଠି ଯଦି ସରିଯାଏ ତାହେଲେ ହୁଏତ ପାକିସ୍ତାନ ଯଦି ଅନୁଭବ କରେ ଯେ ଭାରତ ଯାହା କରିଛି ସେଥିରେ ତାଙ୍କ ଦେଶ ଉପରେ କିଛି ଆକ୍ରମଣ କରିନି, ତାଙ୍କର ସିଭିଲିଆନ ଲୋକଙ୍କ ଉପରେ ଆକ୍ରମଣ କରିନି, ତାଙ୍କର ସାମରିକ ଘାଟି ଉପରେ ଆକ୍ରମଣ କରିନି, ଭାରତ ସବୁବେଳେ ଯାହା କହି ଆସିଛି ଯେ ଆତଙ୍କବାଦୀ ମାନଙ୍କ ବିରୁଦ୍ଧରେ ଲଢେଇ ଜାରି ରହିବ। ଭାରତ କେବଳ ସେଇ ନିଜର ପ୍ରତିବଦ୍ଧତାକୁ ଦେଖେଇଛି ଏବଂ ଆମ ଦେଶରେ ଥିବା ଆତଙ୍କବାଦୀ ମାନଙ୍କର ଆଡା ଯାହା ଆମେ ବନ୍ଦ କରିବା କଥା, ଆମେ ସେଗୁଡାକ ସବୁ ଯାଇକି ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା କଥା, ତାହା ନ କଲାରୁ ଭାରତ ଆସି ଆମ ଦେଶ ଭିତରେ ଏଇ ଯୋଉଗୁଡାକ ଆଡା ଅଛି ଆତଙ୍କବାଦୀ ମାନଙ୍କର ତାକୁ ନଷ୍ଟ କରୁଛି। ବରଂ ସେମାନେ ଖୁସି ହବା କଥା, କିନ୍ତୁ ନିଜର ଅହଙ୍କାର, ନିଜର ଆତ୍ମାଭିମାନ ବଡିମାନ ଦେଖେଇବା ପାଇଁ ପାକିସ୍ତାନ ଧମକ ଦେଇଛି ଯେ ଏଇ ଘଟଣାର, କାଲି ରାତିର ଘଟଣାର ପ୍ରତିଶୋଧ ନବ। ଭାରତ ସବୁ ପ୍ରକାର ପ୍ରସ୍ତୁତ ଅଛି ଏବଂ ଭାରତ ଇତିମଧ୍ୟରେ ମଧ୍ୟ ଅନେକ ବଡ ବଡ ରାଷ୍ଟ୍ର ପୃଥିବୀର ସେମାନଙ୍କୁ ସମସ୍ତଙ୍କୁ କହିଦେଇଛି କାଲି ରାତିର ଘଟଣା ବାବଦରେ କଣ କରିଛନ୍ତି, କାହିଁକି କରିଛନ୍ତି, କିଭଳି ଭାବରେ ପିନ୍ ପଏଣ୍ଟେଡଲି ଆତଙ୍କବାଦୀ ମାନଙ୍କୁ ଆକ୍ରମଣ କରାଯାଇଛି ସେ ବିଷୟରେ ଭାରତ ମଧ୍ୟ ମିଳିତ ଜାତିସଂଘରେ ଥିବା ପ୍ରାୟ ସବୁ ପରମାନେଣ୍ଟ ମେମ୍ବର, ସିକ୍ୟୁରିଟି କାଉନସିଲ ପରମାନେଣ୍ଟ ମେମ୍ବର ଏବଂ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କୁ ମଧ୍ୟ ଅବଗତ କରିସାରିଛି।